ଯେଉଁଭଳି ସଙ୍ଗତରେ ରହିବ ସେହି ପ୍ରକାର ତୁମ ଭିତରେ ପରିବର୍ତ୍ତନ ଆସିବ। ଯଦି ତୁମେ ସତ୍ସଙ୍ଗ କରୁଥିବା ଲୋକମାନଙ୍କ ସହ ଅଧିକ ସମୟ ବିତାଇବ, ତେବେ ତୁମ ଭିତରେ ସେମାନଙ୍କ ପରି ଭକ୍ତିଭାବ କିମ୍ବା ଆଧ୍ୟାତ୍ମିକତା ପ୍ରତି ଧ୍ୟାନ ବଢ଼ିଯିବ। କିନ୍ତୁ ଯଦି ତୁମେ ଏପରି ଲୋକଙ୍କ ସହିତ ସମୟ ବିତାଇବ ଯେଉଁମାନେ ଦିନରାତି ମଦ୍ୟପାନ ପିଇବାରେ ଏବଂ ମୌଜମସ୍ତି କରିବାରେ ନିଜ ସମୟ ବିତାନ୍ତି, ତେବେ ତୁମେ ମଧ୍ୟ ସେହିଭଳି ଆଦତରେ ପଡ଼ିଯିବ। ମୁଁ ପ୍ରତ୍ୟେକ ମଣିଷକୁ ବୁଦ୍ଧି ଦେଇଛି କି ଏହା ବୁଝିବା ପାଇଁ ଯେ ତାଙ୍କ ପାଇଁ କେଉଁଟା ଭଲ ଏବଂ କିଏ ଭଲ, କିଏ ଖରାପ ଏବଂ କ'ଣ ଖରାପ। ତେଣୁ ଯିଏ ନିଜ ବୁଦ୍ଧିର ବ୍ୟବହାର କରେ ତାଙ୍କ ଜୀବନର ଉନ୍ନତି ପାଇଁ ମୁଁ ସବୁବେଳେ ତତ୍ପର ରୁହେ। କିନ୍ତୁ ଯିଏ ଏହା କରେ ନାହିଁ ତାଙ୍କୁ ତାଙ୍କ କର୍ମର ଫଳ ଅବଶ୍ୟ ମିଳିଥାଏ। ସେଥିପାଇଁ ତୁମେ ନିଜେ ଭାବ କେଉଁଟା କରିବା ଉଚିତ, କେଉଁଟା ନ କରିବା ଉଚିତ। ନିଜ କର୍ମର ଫଳ ନିଜେ ଆଜିଠୁ ଚୟନ କର। ମୁଁ ତ ସବୁବେଳେ ତୁମ ସାଥିରେ ଅଛି। ମୋର ଆଶୀର୍ବାଦ ମଧ୍ୟ ସବୁବେଳେ ତୁମ ସାଥିରେ ଅଛି। ତୁମର କର୍ମକୁ ସର୍ବଦା ଭଲ ରଖ ଏବଂ ତୁମର ଭକ୍ତି ଏବଂ ବିଶ୍ୱାସକୁ ସବୁବେଳେ ବଜାଇ ରଖ। ଖୁସିରେ ରୁହ। ଓମ୍ ସାଇରାମ, ଜୟ ସାଇରାମ।